ଜୟଗୁରୁ। ବିଜ୍ଞ ଶ୍ରୋତା ଓ ଦର୍ଶକମାନଙ୍କୁ ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟ, ଯାହାର ନାଁ ହେଉଛି ମାରାତ୍ମକ ଅତିଥି ସେବା। ଏହି ଅଧ୍ୟାୟଟିକୁ ସ୍ୱାଗତ କରୁଛି ମୁଁ ନାରାୟଣ ମିଶ୍ର। ଅତିଥି କହିଲେ ଯିଏ ତିଥି ନ ଦେଇକରି ଆସନ୍ତି, ନ କହିକରି ଆସନ୍ତି, ହଠାତ୍ ପହଞ୍ଚି ଯାଆନ୍ତି। ପ୍ରକୃତ ଅତିଥି ଶବ୍ଦର ଅର୍ଥ ହେଉଛି ସେୟା। କିନ୍ତୁ ବିଭିନ୍ନ ପ୍ରକାର ଅତିଥି ଆମ ଘରକୁ ଆସନ୍ତି। ଆଗକାଳରେ ବି ଅତିଥି ଆସୁଥିଲେ, ଏବେ ବି ଅତିଥି ଆସୁଛନ୍ତି। କିନ୍ତୁ ଆଗେ ଯେବେ ଅତିଥି ଆସୁଥିଲେ ସେ ଦୁଇ ପ୍ରକାର ଥିଲେ। ଗୋଟେ ସମ୍ପର୍କୀୟ ଅତିଥି, ଆଉ ଗୋଟିଏ ସମ୍ପର୍କ ନଥିବା ଅଜଣା ବ୍ୟକ୍ତି। ଅଜଣା ବ୍ୟକ୍ତି ଅତିଥି ହେଇପାରେ। ଆମ ସମ୍ପର୍କୀୟ, ଧର ଆମ ଶଳା କେଉଁଦିନ ପହଞ୍ଚିଲା, କି ଆମ ଶାଶୁ ଶ୍ୱଶୁର କେଉଁଦିନ ଆସିଲେ, କି ଆମର ମାମୁଁ କେଉଁଦିନ ଆସିଲେ, କି ଅଜା କେଉଁଦିନ ଆସିଲେ, ଏମାନେ ସବୁ ସମ୍ପର୍କୀୟ ଅତିଥି। ଚିହ୍ନା ପରିଚୟ ବନ୍ଧୁ ଆସିଲେ, ଏମାନେ ସମ୍ପର୍କୀୟ ଅତିଥି। କିନ୍ତୁ ଅଜଣା ବ୍ୟକ୍ତି, ଯାହାକୁ ଆମେ ଚିହ୍ନିନେ ମୋଟେ, ସିଏ ଆସି ପହଞ୍ଚିଗଲେ ଆମେ ବି ତାଙ୍କୁ କହୁ ଅତିଥି। ସେ ପ୍ରକୃତ ଅତିଥି ସେମାନେ। ସେ ପ୍ରକୃତ ଅଜଣା ବ୍ୟକ୍ତି ଯେଉଁ ଅତିଥି ଆସନ୍ତି ସେ ଦୁଇ ପ୍ରକାର। ଗୋଟେ ଆସନ୍ତି ନିଜ ସ୍ୱାର୍ଥ ପାଇଁ, ଆଉ କେତେକ ହଠାତ୍ ଆସିଯାଆନ୍ତି ଏମିତି ଖାଲି ବୁଲାବୁଲି ହେଇକରି। କିନ୍ତୁ ଅତିଥି ଆସିବାଟା ସୁନିଶ୍ଚିତ। ଏମିତି କୌଣସି ଘର ନାହିଁ ଯେଉଁଠିକି ଅତିଥି ନ ଆସନ୍ତି। ଆଉ ଅତିଥି ଆସିଲେ ତାଙ୍କର ସେବା ଶୁଶ୍ରୂଷା କରିବା ଶାସ୍ତ୍ରୀୟ ଧର୍ମ। ଆଗେ ଗୋଡ଼ ଧୋଉଥିଲେ, ପାଣି ଦେଉଥିଲେ, ଖାଇବା ପିଇବା ବ୍ୟବସ୍ଥା କରୁଥିଲେ, ଶୋଇବା ବ୍ୟବସ୍ଥା କରୁଥିଲେ, ରହିବା ବ୍ୟବସ୍ଥା କରୁଥିଲେ। ଅତିଥିକି ଯିବା କଥା ମୋଟେ କହୁନଥିଲେ। ସିଏ ଯେଉଁଦିନ ଚାହିଁବେ ସେଦିନ ଯିବେ। ସବୁ ପ୍ରଥା ଆଗରୁ ଥିଲା, ବହୁ କାଉ ଯେତେବେଳେ ପଇସା ପତ୍ର ଅଭାବ ନଥିଲା। କିନ୍ତୁ ଏ ଅଭାବ ଯୁଗରେ, କଳି ଯୁଗରେ ଅତିଥିମାନେ ଯେତେବେଳେ ଗେଟ୍ ପାଖରେ ଆସି ପହଞ୍ଚିଲେ, ଜଣେ କିଏ, ସେ ଚିହ୍ନା ପରିଚୟ ହେଉ କି ଚିହ୍ନା ପରିଚୟ ନ ହେଉ, ଲୋକମାନଙ୍କର ହୃତ୍କମ୍ପ ଜାତ ହେଉଛି। ଇଏ ଯିଏ ଆସିଲେ, ଇଏ ଚିହ୍ନା ପରିଚୟ, ଇଏ ଆସନ୍ତି, ଇଏ ପୁଣି ଥରେ ଆସିଛନ୍ତି, କ'ଣ କ'ଣ ଖାଇବେ, କେତେବେଳେ ଯାଏ ରହିବେ, କେତେବେଳେ ଯିବେ, ଯିବେ କି ନାହିଁ, କେତେ ଦିନ ରହିବେ, ଏସବୁ ବିଭିନ୍ନ ପ୍ରକାର ଚିନ୍ତା ମୁଣ୍ଡ ଭିତରେ ପଶିଯାଏ। ମାନେ ଅତିଥି ସେବାଟା ବହୁତ ଦୂରକୁ ଗଲାଥାଏ। ଅତିଥି କେମିତି ଡିସ୍ପୋଜ୍ ଅଫ୍ କରିବା, କେମିତି ବିଦା କରିବା, ସେହି ଚିନ୍ତାରେ ଗୃହକର୍ତ୍ତା ଗୃହକର୍ତ୍ତୀ ମଗ୍ନ ରହନ୍ତି। ଅତିଥି ଯିଏ ଆସିଲେ ସେ କେମିତି ବିଦା ହେବେ। ତେଣୁ ବର୍ତ୍ତମାନ ଅଭାବ ଯୁଗରେ ପ୍ରାୟ କେହି କାହା ଘରକୁ ଦରକାର ନ ପଡ଼ିଲେ ଯାଉନାହାନ୍ତି। କେହି ଯାଉନାହାନ୍ତି କୁଆଡ଼େ। ଭାଇ ଟିକେ କେତେବେଳେ ଆସୁନ ଆମ ଘର ଆଡ଼େ। କାହିଁ ଭାଇ, ବେଳ କାହିଁ, କେତେବେଳେ ଯିବା। ସବୁବେଳେ ତ କାମ ବ୍ୟସ୍ତ ରହୁଛି, ନଥିଲେ ବି ଟିକେ ବିଶ୍ରାମ ନେବା ପଛକେ କାହା ଘରକୁ ଯିବାକୁ ବେଳ ନାହିଁ। କେହି କାହା ଘରକୁ ପ୍ରାୟ ଯାଉନାହାନ୍ତି। ତେଣୁ ଅତିଥିଙ୍କର ଆବିର୍ଭାବ, ଆଗକାଳରେ ଯେଭଳି ସେବା ପାଉଥିଲେ, ଅତିଥି ନିଜେ ପହଞ୍ଚିଗଲେ, ଏବେ ସେ ସେବା ସମ୍ପୂର୍ଣ୍ଣ ରୂପେ ସ୍ୱପ୍ନ ହୋଇଗଲାଣି। ଆଉ ସ୍ୱପ୍ନ ମାନେ ସେବା ଆଉ ନାହିଁ। ସେବା ଉଠିଗଲାଣି, କୋର୍ସରୁ ଉଠିଗଲାଣି। ଇଂରେଜମାନେ ଆମକୁ ଗୋଟେ ଜିନିଷ ଶିଖେଇଛନ୍ତି, ଚା'। ଆମେ ଯେଉଁଠିକି ଯାଉ ସେ ପଚାରନ୍ତି, ସେ ଅନ୍ୟ କିଏ ଆମ ଘରକୁ ଆସିଲେ ଆମେ ପଚାରୁ, କ'ଣ ଚା' ପିଇବେ? ପାଣି ଗ୍ଲାସ୍ ଧରି ତାପରେ ପଚାରିବେ ଚା' ପିଇବେ। ଖୁବ୍ କମ୍ ଲୋକ ଚା' ପିଅନ୍ତି ନାହିଁ, କିନ୍ତୁ ଅଧିକାଂଶ ଚା' ପିଅନ୍ତି। ଆଉ ବହୁ ଜାଗାରେ ଅତିଥି ସେବା କହିଲେ କେବଳ ଚା' କପେ ଦିଅନ୍ତି। ସିଏ ଚା' ବି କିଭଳି ଚା' ଆମେ କହିପାରିବୁନି। କୋଉଠି ପାଣିଆ ଚା', କୋଉଠି ଚା'ରେ ପତି ଅଳ୍ପ ଟିକେ ପଡ଼େ ନ ପଡ଼େ, କେଉଁଠି କାହାର ବଳିଥିବା ଚା', ଏମିତି ବିଭିନ୍ନ ପ୍ରକାର ଚା' ମିଳେ। ତେଣୁ ବାହାରେ କିଛି ଲୋକ ସେଇଥିପାଇଁ ଖାଆନ୍ତି ନାହିଁ। ଚା' ଯାଚିଲେ ମନା କରନ୍ତି, ମୁଁ ଚା' ପିଉନି। ଆଉ ତା କାରଣ ହେଉଛି କାଳେ ଅଇଁଠା ଜିନିଷ ଦେଇଦେବେ କିଏ, ସେ ଯୋଗୁଁ ଅତିଥି ମନା କରନ୍ତି। ବାହାରେ ଖାଇବାକୁ ଅନେକ ଅତିଥି ଉଚିତ ମନେ କରୁଛନ୍ତି। ତେଣୁ ଇଂରେଜମାନେ ଯେଉଁ ଶିଖିଛନ୍ତି, ଯେ କିରାଣୀ ଘରକୁ ଅଫିସର ଗଲେ ଚା' ପିଇବ, ଅଫିସର କିରାଣୀ ଘରକୁ ବା ପିଅନ ଘରକୁ ଗଲେ ବି ଚା' ପିଇବ। ତେଣୁ ଚା' ପିଇବାଟା ଅତିଥି ଚର୍ଚ୍ଚାର ପ୍ରଥମ ପଦକ୍ଷେପ ବୋଲି ଧରି ନିଆଯାଇଛି। କେଉଁ କାଳରୁ ଏଇଟା ଅଛି। କିନ୍ତୁ ଗୋଟିଏ ଦୃଶ୍ୟ ଯେଉଁଟାକ ଅତିଥିମାନଙ୍କୁ ଦେବା ଉଚିତ ନୁହଁ, ସେଇଟା ହେଉଛି ବାସି ଖାଦ୍ୟ, ବ୍ୟବହୃତ ଖାଦ୍ୟ ବା ଅଇଁଠା ଜିନିଷ, ଯେଉଁଟାକ ଲୋକ ପକ୍ଷୀମାନଙ୍କୁ ମଧ୍ୟ, କୁଆମାନଙ୍କୁ ମଧ୍ୟ ଦିଅନ୍ତି ନାହିଁ। ଲୋକ ଅଇଁଠା ଜିନିଷଟାକୁ ଅନ୍ୟ କାହାକୁ ଦେବା କଥା ନୁହଁ, ସେଇଟା ଫୋପାଡ଼ି ଦେବା କଥା। କିନ୍ତୁ ଅନେକ ଲୋକ ଅଛନ୍ତି ଯେ ଯେଉଁ ଫ୍ରିଜରେ ଥିବ ମିଠା, ଆଉ କିଏ ଆଣିକି ଦେଇଥିବ ତାଙ୍କ ଘରକୁ ଆସିଲା ବେଳେ, ବନ୍ଧୁବାନ୍ଧବ ଆସିଲା ବେଳେ ଆଣିଥିବେ, ତାକୁ ସେ ରଖିଥିବେ। ସେଇଟା ଗନ୍ଧ ହେଲାଣି କି ନାହିଁ ଦେଖିବେ ନାହିଁ। ଯଦି ଆଉ କିଏ ଆସିଛି ତାକୁ ନେଇ ଥୋଇଦେବେ, ନିଅନ୍ତୁ ଆଜ୍ଞା ଛେନାଗଜା ଖାଆନ୍ତୁ, ରସଗୋଲା ଖାଆନ୍ତୁ, ଆପଣଙ୍କ ମୁହଁ ମୁଠା ନ କରି ଆମେ ଛାଡ଼ିବୁନି। କଥା ମାନେ ପୁରା ମହୁ ବୋଳା କଥା। କିନ୍ତୁ ଦେବେ ଖାଇବାକୁ ଅଇଁଠା ଜିନିଷ। ତରକାରୀ ବଳି ପଡ଼ିଲା ତାକୁ ରଖିଦେବେ, ବାସନ ମଜାଳିକି ଦେବେ, ବା ଘରେ ଯିଏ କାମ କରୁଛି, ଘର ଓଳିଆ ପୋଛା କରୁଛି, ତାକୁ ଦେବେ। ଏସବୁ ଭାରି ଖରାପ ଅଭ୍ୟାସ। ଆପଣ ଅତିଥି ଚର୍ଚ୍ଚା କରିପାରନ୍ତି ନ କରିପାରନ୍ତି, ଆପଣଙ୍କୁ କେହି ବାଧ୍ୟ କରୁନାହାନ୍ତି। କିନ୍ତୁ ଅଇଁଠା ଜିନିଷ, ବଳି ପଡ଼ିଥିବା ଜିନିଷ, ବାସି ଜିନିଷ, ଏସବୁ ଅତିଥିକି ଦେବା ଅର୍ଥ ପାପ କମେଇବା। ଏ ଦୋଷର କ୍ଷମା ନାହିଁ। ଏଟା ବହୁତ ବଡ଼ ଦୋଷ। କେବେ ବି ଭୁଲରେ ବାସି ଖାଦ୍ୟ, ବ୍ୟବହୃତ ଖାଦ୍ୟ, ବଳି ପଡ଼ିଥିବା ଖାଦ୍ୟ କାହାକୁ ବି ସେ
ସେ ଯେତେ ତଳ ଶ୍ରେଣୀର ଲୋକ ହେଉନା କାହିଁକି, ଯେତେ ନିଜର ହେଉ ବା ପରଲୋକ ହେଉନା କାହିଁକି, ଦେବା ଉଚିତ ନୁହଁ। କିନ୍ତୁ ଏ ଯୁଗରେ ଦିଆ ଚାଲିଛି। ଯଦି ଖାଦ୍ୟ ବଳି ପଡ଼ିଛି ତାକୁ କୌଣସି ପ୍ରକାର କେମିତି ଅନ୍ୟକୁ ଦେଇକରି ଚଳେଇ ନେବା, ଏଇ ଚିନ୍ତାରେ ବର୍ତ୍ତମାନ ଗୃହକର୍ତ୍ତା କର୍ତ୍ରୀ ବ୍ୟସ୍ତ ରହୁଛନ୍ତି। ଏବେକା ଅତିଥି କଥା ତ ଖୁବ୍ କମ୍ ଲୋକ ସ୍ପଷ୍ଟ ଭାବେ କହିପାରିବେ। ମୁଁ ଆଉ କେତେକ ଅତିଥି ଅଛନ୍ତି ଯେଉଁମାନଙ୍କ ବିଷୟରେ କହିବାଟା ଉଚିତ ମନେ କରୁଛି। ସେମାନେ ଅନ୍ୟ ଘରକୁ ଯାଆନ୍ତି କେବଳ ତାଙ୍କ ଶାନ୍ତିରେ ନିଆଁ ଲଗାଇବାକୁ। ସେମାନେ ପହଞ୍ଚି ଗପନ୍ତି, ଏ ମୋ ପୁଅ, ମୋର 2ଟା ପୁଅ 3ଟା ପୁଅ, ମୁଁ ତାଙ୍କୁ ଇଂଲିଶ ମିଡ଼ିୟମ୍ ସ୍କୁଲରେ ପଢ଼ାଉଛି। ସେ ଜାଣିଛନ୍ତି ଆମ ପିଲା ଓଡ଼ିଆ ମିଡ଼ିୟମରେ ପଢ଼ୁଛନ୍ତି, ମୁଁ ଇଂଲିଶ ମିଡ଼ିୟମରେ ପଢ଼ାଉଛି। ମୋ ପୁଅ ହେଇଠି ନେଇ, ଆରେ ବାପା ତୋର ପ୍ରୋଗ୍ରେସ୍ ରିପୋର୍ଟ ପାଖରେ ଅଛି, ଟିକେ ଘିନିକିରି ଆସିଥିବେ ବା ପୁଅକୁ ସାଙ୍ଗରେ ଘିନି ଦେଖାଉନୁ ଆଣ୍ଟିକି ଦେଖା, ମୋ ପୁଅ ରଖିଛି 98.5%। ସେ ଘରେ ପଢ଼ୁଛି, ତା'ର ବହୁତ ସେ ପିଲାଦିନଠୁ ପୁରା ମାନେ ଏଭଳି ଯୋଗ୍ୟ ଯେ ସେ କେବେ ଫାର୍ଷ୍ଟ ଟୁ ସେକେଣ୍ଡ ପୋଜିସନ୍ ରଖେନି। କେଉଁ ପିଲା କ'ଣ କରିଛି ବା କେଉଁ ପିଲା ଚାକିରି ପାଇଛି, କେଉଁଠି ଚାକିରି କରିଛି, କାହା ପିଲା ବା ଜ୍ୱାଇଁ ବା ପୁଅ ଆମେରିକାରେ ଅଛି, ବା କାହା ଝିଅ କେଉଁଠି ସଫ୍ଟୱେର୍ କମ୍ପାନୀରେ କାମ କରୁଛି, କେତେ ଦରମା ପାଉଛି, କିଭଳି ପ୍ରମୋସନ୍ ପାଉଛି, ଏଇଗୁଡ଼ାକୁ ବସି ଗପନ୍ତି। ତାଙ୍କର ବାହାଦୁରୀ ଗପିବା କେତେକ ଅତିଥିଙ୍କର ହେଉଛି ନିତ୍ୟ ନୈମିତ୍ତିକ କାମ। ସେ ଗୋଟାଏ ଘର ଗପିବେ, ପୁଣି ଆଉ ଦିନେ ଆଉ ଜଣ ଘରକୁ ଯାଇ ଗପିବେ। ତାଙ୍କ ପିଲା କେମିତି ଭଲ କରୁଛନ୍ତି, ତାଙ୍କ ସ୍ତ୍ରୀ କେମିତି 5 ପ୍ରକାର ରୋଷେଇ କରିପାରୁଛି, ତାଙ୍କର ସବୁ ଯେତେ ବନ୍ଧୁବାନ୍ଧବ କେମିତି ସବୁ ଅଛନ୍ତି, ସେ ନିଜେ କେତେ ପ୍ରମୋସନ୍ ପାଇଛନ୍ତି, ନିଜେ କ'ଣ କରିଛନ୍ତି, ଏବଂ ସେ କେମିତି ଏଇ ସ୍ୱାମୀ ସ୍ତ୍ରୀ ଯାଇଥିବେ, ଦେଖେଇବେ, ଦେଖିଲୁ ତୋ ଚୁଡ଼ି ଯେଉଁ କିଣିଥିଲୁ, ଆଣ୍ଟିକି ଦେଖା, ମାଉସୀଙ୍କୁ ଦେଖା, ମ୍ୟାଡ଼ାମକୁ ଦେଖା, ଏସବୁ ଦେଖେଇକିରି ଗପିକିରି ନିଜ ବିଷୟରେ, ନିଜ ସ୍ତ୍ରୀ ବିଷୟରେ, ନିଜ ପିଲାଙ୍କ ବିଷୟରେ ଗପିକିରି, ବାହାଦୁରୀ ଗପିକିରି, ତାଙ୍କ ପାଇଁ ଠିକ୍ ହେଇପାରେ। କିନ୍ତୁ ୟାକୁ ବାହାରେ ପ୍ରଚାର କରିବାର ଉଦ୍ଦେଶ୍ୟ ହେଉଛି ଆମ ଘରେ ନିଆଁ ଲଗାଇବା। ସେ ଗଲା ପରେ ସେଠୁ ଆମ ଘରେ ଦେଖ ସେ କ'ଣ କରିପାରୁଛନ୍ତି, ତୁମେ କେଉଁ କାମକୁ ହେଲନି, ନା କୋଉଟା କିଛି କରିପାରିଲ ମୋ ପାଇଁ, ନା ଛୁଆଙ୍କ ପାଇଁ କିଛି କରିପାରିଲ। ଛୁଆ ଯେମିତି ଯତ୍ର କତ୍ର ପାଠ ପଢ଼ୁଛନ୍ତି, ତାଙ୍କୁ ଭଲ ସ୍କୁଲରେ ପଢ଼େଇ ପାରିଲନି, ଭଲ ପୋଷାକ ପତ୍ର ଦେଇପାରିଲନି, ତାଙ୍କୁ ସ୍ମାର୍ଟ କରିପାରିଲନି। ଆଉ ମୋ ପାଇଁ ତ ଯାହା କରିବା କଥା ତୁମେ ତ କିଛି କଲନି। ଦେଖୁଛ ଲୋକ କେତେ କ'ଣ କରି ଘର ଦ୍ୱାର ଗହଣା ଗାଣ୍ଠି ସବୁ କରିକି ମଧ୍ୟ ତାଙ୍କ ପିଲାମାନେ କେମିତି ଭଲ ପଢ଼ୁଛନ୍ତି। ତେଣୁ ଏଇସବୁ ଜିନିଷର ଯେଉଁ ଆଲୋଚନାଟା ତାପରେ ହଏ, ଅତିଥି ସେ ଯେଉଁ ବାହାଦୁରୀ ଗପିବା ଅତିଥି ଗଲା ପରେ, ତାଦ୍ୱାରା ଘରର ଯେଉଁ ଶାନ୍ତି ଥାଏ ସେତକ ନଷ୍ଟ ହୋଇଯାଏ। ଆଉ ସେ ଶାନ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ହିଁ ସେମାନେ ଆସିଥାନ୍ତି, ନହେଲେ ଏସବୁ ଗପିବାର କୌଣସି ଆବଶ୍ୟକତା ନାହିଁ। ଘଣ୍ଟା ଘଣ୍ଟା ଧରିକି ଗପନ୍ତି ଯେଉଁ। ଆଉ କେତେକ ଅଛନ୍ତି ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ ଆସିଥାନ୍ତି। ସିଏ ସବୁଦିନ ପାଇଁ ମାନେ ଆପଣଙ୍କୁ ପ୍ରଶଂସାରେ ଟେକନ୍ତି, ବହୁତ କରି ଗପନ୍ତି ଏବଂ ଏଭଳି ତେଲ ମାଲିସ କରନ୍ତି ଯେ ଆପଣ ପୁରା ଲୁବ୍ରିକେଟେଡ଼ ହେଇଯିବେ, ଆପଣ ଆଉ କିଛି କହିପାରିବେନି। ମୁଁ ଥରେ କହିଥିଲି, ଆଉ ଥରେ କହୁଛି, ବିଭୂତି ପଟ୍ଟନାୟକ ସାହିତ୍ୟିକ ଥରେ ଲେଖିଥିଲେ ଯେ ତେଲ ମାଲିସଟା ଖରାପ ବୋଲି ସମସ୍ତେ କହନ୍ତି, କିନ୍ତୁ ଯାହା ଠେଇଁ ମରାଯାଉଥାଏ ତେଲ, ଯେତେବେଳେ ତେଲ ମରା ହେଉଥାଏ ସେ କାହିଁକି ଜଣେ ପ୍ରୋଟେଷ୍ଟ କରିପାରେନି, ମନା କରେନି ଯେ ଆଉ ତେଲ ମାରନା ବୋଲି, କେହି କହିନାହାନ୍ତି ଆଜି ପର୍ଯ୍ୟନ୍ତ। ତେଣୁ ସେ ତେଲ ମାରିବା ଯେଉଁମାନେ ତେଲ ମାଲିସ କରିବାକୁ ଆସିଥାନ୍ତି ସେମାନଙ୍କର ସ୍ୱାର୍ଥ କିଛି ଥାଏ। ସିଏ ତାଙ୍କୁ କୁହନ୍ତି ଚରଣ ତୃତୀୟା ଅତିଥି। ଇଏ ଅତିଥି ଯେତେବେଳେ ଆସନ୍ତି ସିଏ ଗୁରୁତର ପଡ଼ିଯିବେ ତାଙ୍କର କାମ ଥିଲାବେଳେ, ମୋ ପୁଅର ଚାକିରିଟା ଚାଲିଯାଉଛି, କ'ଣ କେମିତି ରକ୍ଷା କରନ୍ତୁ, ଆପଣଙ୍କର ସେ ଅମୁକ ଚିହ୍ନା ପରିଚୟ ଅଛନ୍ତି ତାକୁ ଟିକେ କୁହନ୍ତୁ, ଏହାର ଆଡ଼ମିସନ୍ ହେବ ତାକୁ ଟିକେ କୁହନ୍ତୁ। ତେଣୁ ସିଏ ସେତେବେଳେ ଯାହା ଦରକାର ଘରକୁ ମିଠା ପ୍ୟାକେଟ୍ କିଣିକି ଆସିଥିବେ ଏବଂ କାର୍ଯ୍ୟସିଦ୍ଧି ସକାଶେ, ନିଜ ସ୍ୱାର୍ଥ ସିଦ୍ଧି ସକାଶେ ଯେଭଳି ତେଲ ମାଲିସ ଦରକାର ସେ କରିକି ଚାଲିଯିବେ ଏବଂ କାମଟି ହାସଲ କରିଦେବେ। ତେଣୁ କାମଟି ହାସଲ ସରିଗଲା ତାପରେ ଯେବେ ଯଦି ବାଇଚାନ୍ସ କେଉଁଠି ଦେଖାହେଲେ, ଅକସ୍ମାତ୍ ଦେଖା ହେଇଗଲେ, କ'ଣ ଭାଇ ତ ଆଉ ଦେଖା ନାହିଁ ତୁମର, ନା ନାହିଁ ଭାଇ ବେଳ କାହିଁ, କେତେବେଳେ ଏତେ କାମରେ ବ୍ୟସ୍ତ ରହୁଛି, ଆଉ ଯିବାକୁ ବେଳ କାହିଁ। ଅସଲ କଥା ହେଉଛି ଆଉ ସ୍ୱାର୍ଥ କିଛି ନାହିଁ। ଯେଉଁ ଲୋକର ସ୍ୱାର୍ଥ ସିଦ୍ଧି ପାଇଁକି ଯିଏ ଆସି ଗୁରୁତର ପଡ଼େ, ତେଲ ମାଲିସ କରେ, ଯେତେ ପ୍ରଶଂସା କରୁ, ଆପଣ ଦେଖିବେ ଯେତେବେଳେ ପ୍ରଶଂସା ସୀମା ଟପି ଯାଉଛି, ଆପଣ ଜାଣନ୍ତୁ କିଛି ସ୍ୱାର୍ଥ ଅଛି ସେଥିରେ। ଆଜି ନହେଲେ ସେତିକ ସେ ସ୍ୱାର୍ଥ ବିଷୟରେ କହିବେ ଏବଂ ସେ କହିଲା ବେଳକୁ ଆପଣ କରିପାରୁନଥିବେ। ତେଣୁ ଆପଣ ଆତ୍ମପ୍ରଶଂସା ଯେଉଁଟାକ ମୁହଁ ଉପରେ କରାଯାଏ, ବହୁତ ସମୟ ଧରି କରାଯାଏ, ସେଭଳି ପ୍ରଶଂସା ଯେତେବେଳେ ଆପଣ ପାଉଥିବେ ଆପଣ ସତର୍କ ରହିବେ, କାରଣ ୟା ପରେ ପରେ ଗୋଟେ କାମ ଆସିବ ଯେଉଁଟା ଆପଣ କରିପାରିବେନି। ତେଣୁ ଆପଣ ଅତି ଖୁସି ହେଇଯାଆନ୍ତୁ ନାହିଁ, ଯେତିକି ଯୋଗ୍ୟ ତାଠୁ ଅଧିକ ଯୋଗ୍ୟ ବୋଲିକି ଯେଉଁ ଲୋକ କହୁଛି,
ଯେଉଁ ଲୋକ ଗପି ଚାଲିଛି ଘଣ୍ଟା ଘଣ୍ଟା ଧରି ଆପଣଙ୍କୁ ବିଷୟରେ, ଆପଣ ଅତି ଜ୍ଞାନୀ, ଆପଣ ଅତି ସଚୋଟ, ଆପଣ ଅତି ସୁନ୍ଦର ଦେଖିବାକୁ, ଆପଣ ଅତି ବଢ଼ିଆ ଦେଖାଯାଆନ୍ତି ପୋଷାକ ପିନ୍ଧିଲେ, ଯାହା ବି କରୁ, ତେଲ ମାଲିସର ବିଭିନ୍ନ ପ୍ରକାର ଦିଗ ଅଛି। ତେଣୁ ଯିଏ ତେଲ ମାଲିସ କରୁଛି ଆପଣ ଜାଣିପାରୁଛନ୍ତି, ନିଶ୍ଚିତ ଜାଣିପାରିବେ ଯେ ଇଏ ଦରକାରଠୁ ଅଧିକ କଥାବାର୍ତ୍ତା କରୁଛି। ତା ସ୍ୱାର୍ଥ ପ୍ରତି ସ୍ୱାର୍ଥଟାକୁ ଆଗରେ ରଖି ପଛରେ ରଖି ସେଇଭଳି ପ୍ରଶଂସା କରି ଚାଲିଛି। ତେଣୁ ତା ପ୍ରତି ସତର୍କ ରହିବା ନିହାତି ଦରକାର। ଆଉ କେତେକ ଅଛନ୍ତି ମାଗି ଖାଆନ୍ତି, ଜଳଖିଆ ଦୋକାନକୁ ଯିବେ, ସିଏ ଅତିଥି ନୁହନ୍ତି କିନ୍ତୁ ଘରେ ଆସି ପହଞ୍ଚିବେ, ଜଳଖିଆ ଦୋକାନରେ ଖାଇକି ଆସିନଥିବେ, ଏବେ ଟିକେ ଆଣନ୍ତୁ ଖାଇବା, ଅମୁକ ଟିକେ ଚା ଟିକେ କରନ୍ତୁ ଖାଇବା, ଆଜି ଅମୁକ ନ ଖାଇଲେ ଆମେ ଯିବୁନି, ଭାଉଜଙ୍କ ହାତର ଡାଲମା ଖାଇବୁ, ସେ ସାର୍ଙ୍କର ବଢ଼ିଆ ଘରେ ଚାଟା ବଢ଼ିଆ ହୁଏ, ଆପଣ ଟିକେ ଜଳଖିଆ ମଗାନ୍ତୁ, ପାଖରେ ଆପଣଙ୍କର ଦୋକାନ ଅଛି, ମଗାଇ ଦିଅନ୍ତୁ ଖାଇବା ଯିବା। ଅତି ସ୍ପଷ୍ଟ ଭାବେ ସେମାନେ ମାଗନ୍ତି। ସେମାନେ ଭଲ, ସେମାନେ ପ୍ରକୃତରେ ଭଲ ଲୋକ, ଯେଉଁମାନେ ସ୍ପଷ୍ଟ କହନ୍ତି ଯେ ମଗାନ୍ତୁ ଖାଇବା, ମନା କରନ୍ତି ନାହିଁ। ଆଉ କେତେକ ଅଛନ୍ତି ମନା କରିବେନି, ଖାଇବେ ବି ନାହିଁ, ନଷ୍ଟ କରିବେ, ମନା କରିବେନି, ଏତେ ମୋତେ ଦିଅ ନା, ଅଇଁଠା କରିଦେଇକି କହିବେ ଏତେବେଳେ ଦେଲେ ମୁଁ ଖାଇପାରିବିନି। ତେଣୁ ବିଭିନ୍ନ ପ୍ରକାର ଅତିଥି ଅଛନ୍ତି। ଅତିଥିକୁ ଦେଖି ନିଜର ଭିତରେ, ସେ ଚିହ୍ନା ଅତିଥି ହୁଅନ୍ତୁ ଅଚିହ୍ନା ହୁଅନ୍ତୁ, କୌଣସି କାରଣରୁ ମଧ୍ୟ ଯାହା ବି କଷ୍ଟ ହେଉ, ଅତିଥିକୁ ବାଧିଲା ଭଳିଆ କଥା କେବେ କହିବେ ନାହିଁ। ସିଏ କୁହନ୍ତୁ, ସିଏ ଆପଣଙ୍କୁ ବାଧିଲା ଭଳିଆ କଥା କୁହନ୍ତୁ ନା, ସେ ଆପଣଙ୍କ ଘରେ ନିଆଁ ଲଗାଉଛନ୍ତି ଲଗାନ୍ତୁ ନା, ଆପଣ ତାଙ୍କୁ ପୁରା ଛାଡ଼ି ଦିଅନ୍ତୁ, କିନ୍ତୁ ଅତିଥିକି କେବେ ବି ଭୁଲରେ ତାଙ୍କୁ ବାଧିଲା ଭଳିଆ କଥା କହିବେ ନାହିଁ, କାରଣ ତାଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୁଅନ୍ତି। ଯୁଗର ପରିବର୍ତ୍ତନ ଅନୁସାରେ ଅତିଥି ଶବ୍ଦର ଅର୍ଥ ବଦଳି ଯାଇଛି। ଅତିଥି ସେବାଟା କୋର୍ସରୁ ଉଠିଗଲାଣି, ତଥାପି ଅତିଥି ସେବା ଚାଲିଛି। ଏ ବିଷୟଟି ମୁଁ କହିବାର କାରଣ ହେଉଛି ମାରାତ୍ମକ ଅତିଥି ସେବା ବିଷୟଟି ନା, ଯେ ମାରାତ୍ମକ କ'ଣ ଆପଣ ବର୍ତ୍ତମାନ ଆରମ୍ଭ କଲି ମୁଁ ଶୁଣନ୍ତୁ। ମୁଁ ଥରେ ଜଣଙ୍କ ଘରେ ପହଞ୍ଚିଗଲି, ବନ୍ଧୁ ଆମର, ସେ ବନ୍ଧୁମାନେ ଚିହ୍ନା ପରିଚୟ, ଏମିତି ସମ୍ପର୍କୀୟ ବନ୍ଧୁ ନୁହେଁ, ରକ୍ତ ସମ୍ପର୍କୀୟ ବନ୍ଧୁ ନୁହନ୍ତି। ବନ୍ଧୁ ନଥିଲେ, ବନ୍ଧୁ ହେଉଛନ୍ତି ଆମର ରେଭେନ୍ସା କଲେଜରେ ପଢ଼ିଲା ବେଳର ସାଙ୍ଗ। ତାଙ୍କ ସ୍ତ୍ରୀ ଥିଲେ, ତାଙ୍କର ଗୋଟିଏ 1.5 ବର୍ଷ 2 ବର୍ଷର ଛୁଆଟିଏ ଅଛି, ପୁଅଟିଏ। ଖରାବେଳ ହେଇଥାଏ, ଉଦୁଉଦିଆ ଖରାବେଳ, ଭୟଙ୍କର ଖରାବେଳ, ମାନେ ଏତେ ଖରା କାଟୁଥାଏ ଯେ ମୁଁ ପହଞ୍ଚିଗଲି, କହିଲେ ବସନ୍ତୁ 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 ଜଲ୍ଦି ବସନ୍ତୁ, ମୁଁ ଆଣୁଛି ଲସି ଆଣୁଛି। ଯେ ଏମିତି କହିଲେ ଯେମିତିକି ମୁଁ ଭାବିଲି ଯେ ବୋଧେ ଲସି ତିଆରି ହେଇ ଥୁଆ ହେଇଥିଲା, ଖାଲି ପିଇବା ଲୋକଟାକୁ ସେ ଖୋଜୁଥିଲେ। ମୁଁ ବି ମନେ ମନେ ଖୁସି ହେଇଗଲି, ଯେଉଁ ଖରାରେ ମୁଁ ଆସିଛି, ଯଦି ଲସି ଗିଲାସ ମୋତେ ମିଳେ, କିଛି ଛୋଟିଆ କଥା ନୁହଁ, ସେ ଲସି କରିକି ବି ଘରେ ମିଳୁଛି ଦୋକାନକୁ ନ ଯାଇକିରି। ତାପରେ ସେ ମୋତେ ଗିଲାସ ଆଣି ଲସିର ବଡ଼ ଗିଲାସରେ ଗିଲାସ ଲସି ଆଣିଦେଲେ, ପୁରା ବସା ଦେଇ ବସିଲା ଭଳିଆ ସେ ବସିଥାଏ। ମୁଁ ଢକ ଢକ କରି ସେଥିରୁ 2-3 ଢୋକ ପିଇଦେଲି। ମୁଁ ପିଇ ଦେଇଛି 3 ଢୋକ ଖଣ୍ଡେ, ତାପରେ କାହିଁକି ଜାଣି ମୋ ଭିତରେ କ'ଣ ହେଲା କେଜାଣି, ମୁଁ କହିଲି ଆଜ୍ଞା ମୁଁ ଆସୁଛି ଟିକେ, ଗୋଟେ ମୋର କାମ ଅଛି, ମନେ ପଡ଼ିଗଲା ଏକ୍ଷଣି। ମୁଁ ତାକୁ ଥୋଇଦେଇ ବାହାରକୁ ଆସିଲି ଏବଂ ବାହାରକୁ ଆସିଛି ତ ଭୟଙ୍କର ଭାବେ ବାନ୍ତି କଲି। କାହିଁକି ବାନ୍ତି ହେଲା କ'ଣ, ଭୟଙ୍କର ଗନ୍ଧ ବି ହେଲା ବାନ୍ତି ହେଲା ପରେ। ମୁଁ ପଳେଇ ଆସିଲି ସେଠୁ। ଅନେକ ଦିନ ପରେ, 2-3 ଦିନ ପରେ, ଅନେକ ଦିନ ନୁହଁ 2-3 ଦିନ ପରେ ଆମ ବନ୍ଧୁଙ୍କ ଭଉଣୀ ଜଣେ ଦେଖାହେଲେ, ସେ ଭାରି ସ୍ପଷ୍ଟବାଦୀ। ମୁଁ କହିଲି ମୁଁ ଆପଣଙ୍କ ଘରକୁ ଯାଇଥିଲି, ଖରାବେଳଟା ହେଇଥାଏ, ନା କ'ଣ ଲସି ପିଇଲେ କି? ମୁଁ କହିଲି ତୁମେ କେମିତି ଜାଣିଲ? ନା ନାଇଁ ଆମ ଭାଉଜ ସବୁବେଳେ ଲସି ତିଆରି କରି ବାହାର ଲୋକଙ୍କୁ ଦିଅନ୍ତି, ଯେଉଁମାନେ ହଠାତ୍ ଆମ ଘର ଲୋକ ନୁହନ୍ତି, ବାହାରୁ ଆସି ହଠାତ୍ ପାଇଁ ଲସି ତିଆରି ଦିଅନ୍ତି। ମୁଁ କହିଲି ହଁ, ଏଥିରେ ଅସୁବିଧା କ'ଣ ହେଲା, ମୋର ବାନ୍ତି କ'ଣ ପାଇଁ ହେଲା? ନା ସେ କ'ଣ କରନ୍ତି ଶୁଣ, ତାଙ୍କର ଯେଉଁ 1.5 ବର୍ଷ 2 ବର୍ଷର ଛୁଆଟି ଅଛି, ତାକୁ ଅମୁଲ ସ୍ପ୍ରେ ଗୋଳିକିରି ଯେତେବେଳେ ପିଇବାକୁ ଦିଅନ୍ତି ବୋତଲରେ, ସେଥିରୁ ଯାହା ବଳେ, ସେ ବୋତଲଟାକୁ ପୁରା ତ ପିଲା ପିଇ ପାରେନି, ଯାହା ବଳେ ତାକୁ ସେ ଗୋଟେ ଜାଗାରେ ଫ୍ରିଜରେ ରଖନ୍ତି। ଏମିତି 8-10 ଦିନ 15 ଦିନ ବଢ଼ିଲା ପରେ ଯେଉଁ ଡେକ୍ଚି ଖଣ୍ଡେ ହେଇଥାଏ ତାକୁ ଫ୍ରିଜରେ ରଖା ହେଇକିରି ସେଥିରେ ଚିନି ଫିନି ପକାଇକି ଥୋଇ ଦେଇଥାନ୍ତି। ସେଇଟାକୁ ସେ ଗୋଳେଇକିରି ଲସି ଭଳିଆ କରିକିରି ଦିଅନ୍ତି ପିଇବାକୁ। ଯିଏ ବାହାର ଲୋକ ଯାହାଙ୍କୁ ସେ ଚିହ୍ନି ନାହାନ୍ତି ବା ଚିହ୍ନିଛନ୍ତି ବହୁତ ଦିନ ପରେ ଆସିଛନ୍ତି, ଯେଉଁମାନେ ଜାଣିପାରିବେନି ବା ଏଠୁ ଗଲା ପରେ ଆଉ ତାଙ୍କ ସହ ଦେଖା ସାକ୍ଷାତ କମ୍ ହେବ, ସେଇମାନଙ୍କୁ ସେଇ ଅତିଥି ସେବାଟା କରନ୍ତି। ମୁଁ କହିଲି ତ ମାରାତ୍ମକ ଅତିଥି ସେବା, କିନ୍ତୁ ଲୋକ ମରିଯାଇପାରେ ନା, ମରିବ ନାହିଁ କେବେ, ବାନ୍ତି ହେଇଯିବ, ଭୟଙ୍କର ଗନ୍ଧ ହେବ, ବାନ୍ତି ହେବ। ଯେଉଁ ଅମୁଲ ସ୍ପ୍ରେଟା ପିଲା ପିଇ ସାରିଛି, ଅଳ୍ପ ଟିକେ ଅଇଁଠା ବାକି ଅଛି, ତଳକୁ ଟିକେ ରହିଛି, ତାକୁ ତୁମେ ରଖିବ, ସେଥିରେ ଚିନି ପକାଇବ, ଫ୍ରିଜରେ ରଖିବ, ଆଉ ତାକୁ ଅତିଥିକି ଦେବ। ଏ ପ୍ରକାର ସେବା କରିବା ଅପେକ୍ଷା ଆଦୌ ସେବା ନ କରିବା ବରଂ ଭଲ। କିନ୍ତୁ ସେ କିଏ ମାନୁଛି କିଏ? ତାଙ୍କର ତ ପ୍ରକୃତି ଏଇଟା, ସେଇଟା କରିଚାଲିଛନ୍ତି। ଏବଂ ଏଇଭଳି ମାରାତ୍ମକ ଅତିଥି ସେବାର ଥରେ ମୁଁ ଶିକାର ହେଇଛି।
ଆପଣମାନେ ସେଇଥିପାଇଁ କି ମୁଁ ଜାଣେ ବହୁ ଲୋକଙ୍କ ସାଙ୍ଗରେ ମୁଁ ମିଶୁଛି, ସେମାନେ କହୁଛନ୍ତି ଯେ ବାହାଘର ବ୍ରତଘରେ ଯେଉଁଠି ଗଲେ ସେମାନେ ଖାଇବାକୁ ନାରାଜ। ଅନେକ ଲୋକ ଅଛନ୍ତି ବାହାରେ ଆଦୌ ଖାଇବେନି, ପାଣି ବି କେତେକ ଲୋକ ପିଅନ୍ତି ନାହିଁ। ନା ମୁଁ ବାହାରେ କିଛି ଛୁଏଁନି। ତା କାରଣ ହେଉଛି ଏହା କି କିଏ କେତେବେଳେ କେଉଁ ପ୍ରକାର ଅଖାଦ୍ୟ ଦେବ, କେଉଁ ପ୍ରକାର ବାସି ଦେବ, କେଉଁ ପ୍ରକାର ଅଖାଦ୍ୟ ଦେବ ଯେଉଁଟାକି ଆପଣଙ୍କ ଶରୀରରେ କାମ ନ କରିପାରେ ଏବଂ ଭୟଙ୍କର ଖରାପ କାମ କରିପାରେ। ଇଏ ହେଲା ମାରାତ୍ମକ ଅତିଥି ସେବା। ଆପଣମାନେ ସମସ୍ତଙ୍କୁ ଅନୁରୋଧ, ଆପଣ ଅତିଥି ସେବା ନ କରନ୍ତୁ। ଅତିଥିଙ୍କୁ ଡାକିକିରି ଖୁବ୍ ଖରାପ କଥା କୁହନ୍ତୁ ନାହିଁ, ତାଙ୍କ ମନ କଷ୍ଟ ହେବା କଥା କୁହନ୍ତୁ ନାହିଁ। କିନ୍ତୁ ବା ଏଇ ଯେଉଁ ଜିନିଷଟି କରନ୍ତୁ ନାହିଁ, ଯେଉଁ ବାସି ଖାଦ୍ୟ ବା ଅଖାଦ୍ୟ କେବେ ଅତିଥିଙ୍କୁ ଦିଅନ୍ତୁ ନାହିଁ। ଭଗବାନ ଅସନ୍ତୁଷ୍ଟ ହେବେ, ନିଶ୍ଚିତ ଅସନ୍ତୁଷ୍ଟ ହେବେ। ଆପଣ ଏତିକି ଦୟାକରି କରନ୍ତୁ ନାହିଁ। ପିଲା ପିଇଛି, ଅମୁଲ ସ୍ପ୍ରେ ବଳିଛି, ସେ ବୋତଲରେ ଅଛି, ବୋତଲରେ ଯାହା ବଳିଛି ତାକୁ ରଖିବ ଫ୍ରିଜରେ, ତା ଦେହରେ ଚିନି ପକେଇକରି ଗୋଳେଇକରି ଗୋଟେ ଲୋକ ଖରାବେଳେ ଆସିଛି, ପାଣି ଟିକେ ତାକୁ ବରଂ ଦେଇଥିଲେ ଭଲ ହେଇଥାନ୍ତା, ତାକୁ ସେଇ ଜିନିଷ ଦେବ, ସେ ଲସି ଭାବି ପିଇକରି ବାନ୍ତି କରିବ। ଏଇଭଳି ଜିନିଷ କେବେ ବି କୌଣସି ଲୋକ କରିବା ଉଚିତ ନୁହେଁ, କରନ୍ତି ନାହିଁ, କିନ୍ତୁ କିଛି ଲୋକ କରୁଛନ୍ତି। ବାସି ଖାଦ୍ୟ, ଅଇଁଠା ଖାଦ୍ୟ, ଅଖାଦ୍ୟ ଅତିଥିକି ଦିଅନ୍ତି। ଆଶା କରୁଛି ଆପଣମାନେ କେବେ ଏସବୁ କାର୍ଯ୍ୟ କରିନଥିବେ, ଯଦି କରୁଥିବେ କରିବେ ନାହିଁ ଆଉ। ଆଜି ପାଇଁ ଏତିକି। ଆଶା କରୁଛି ଯେଉଁମାନେ ଭିଡ଼ିଓଟିକି ଭଲ ଲାଗିଲା ଲାଇକ୍ ସେୟାର କରିବେ, ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ, ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲଟିକୁ, ସେଠି ସବସ୍କ୍ରାଇବ୍ କରିବେ, ବେଲ୍ଟି ଟିପିବେ ଏବଂ ଯେଉଁ ହାଇପ୍ ଗୋଟେ ଆସୁଛି, ଯେଉଁଠି ସେୟାରିଂ ଚିହ୍ନ ଅଛି ୟୁଟ୍ୟୁବରେ, ତା ପାଖରେ ଗୋଟେ ହାଇପ୍ ଲେଖା ହେଇଛି, ସେଟାକୁ ବି ଟିପିବେ ଏବଂ ଦୟାକରି ସବସ୍କ୍ରାଇବ୍ କରି ଆପଣ ଆଉ ଆମ ଭିତରେ ଥିବା ସମ୍ପର୍କଟିକି ଆହୁରି ଦୃଢ଼ କରିବେ। ଆଜି ପାଇଁ ଏତିକି। ଜୟ ଗୁରୁ।